ପୁଅ ସୂର୍ଯ୍ୟକୁମାର ୟାଦବଙ୍କ ଛୁଟି। ଏହି ଖେଳାଳି ବନିବେ ଟିମ୍ ଇଣ୍ଡିଆର ଟି20ର ନୂଆ ଅଧିନାୟକ। ଯାହା ଦର୍ଶକ ବନ୍ଧୁ, ସୂର୍ଯ୍ୟକୁମାର ୟାଦବଙ୍କ କ୍ୟାପ୍ଟେନସିପ୍ରୁ ଟିମ୍ ଇଣ୍ଡିଆର ଗତ ଟି20 ୱାର୍ଲଡ କପ୍କୁ ନିଜ ଅକ୍ତିଆରକୁ ଆଣିଥିଲେ। ଖାଲି ଏତିକି ନୁହେଁ, ଏସିଆ କପ୍ ଚାମ୍ପିୟନସିପ୍ ଭଳି ମ୍ୟାଚ୍ରେ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିବା ସହ ପଏଣ୍ଟ ଟେବୁଲରେ ଶୀର୍ଷ ରହି ପୁରା ଲିଗ୍ରେ ନିଜ ଦବଦବା ଜାହିର କରିଥିଲେ। ତେବେ ଏଣିକି ବହୁତ ଜଲ୍ଦି ସୂର୍ଯ୍ୟକୁମାର ୟାଦବଙ୍କୁ ଟି20 ଫର୍ମାଟରେ ଛୁଟି ମିଳିବାକୁ ଯାଉଛି। ଚଳିତ ବର୍ଷ ଆଇପିଏଲ୍ ସିଜିନ୍ ପରେ ଭାରତୀୟ ଦଳ ଆୟର୍ଲାଣ୍ଡ ଗସ୍ତ କରିବ ଏବଂ ଇଂଲଣ୍ଡ ବିପକ୍ଷରେ ଟି20 ସିରିଜ୍ ମଧ୍ୟ ଖେଳିବାକୁ ଯାଉଛି। ଆଉ ଠିକ୍ ଏହାରି ପୂର୍ବରୁ ବିସିସିଆଇ ଦଳ ବଳ ପରିବର୍ତ୍ତନ କରିବାକୁ ଯାଉଛି, ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋରସୋରରେ ଧରିଛି। ଦେଖିବାକୁ ଗଲେ ସୂର୍ଯ୍ୟକୁମାର ୟାଦବ ଗତ 2 ବର୍ଷ ହେବ ଟି20ର ଦଳ ଅଧିନାୟକ ପଦରେ ରହି ଆସିଲେଣି। ରୋହିତ ଶର୍ମାଙ୍କ ଟି20 ଫର୍ମାଟରୁ ସନ୍ନ୍ୟାସ ନେବା ପରେ 2024 ମସିହାରୁ ଟିମ୍ ଇଣ୍ଡିଆର ଏହି ଫର୍ମାଟର ମଙ୍ଗ ସମ୍ଭାଳି ଆସୁଛନ୍ତି। ଜାତୀୟ ଗଣମାଧ୍ୟମ ଓଟିଆଇ ରିପୋର୍ଟ ଅନୁଯାୟୀ ବହୁତ ଜଲ୍ଦି ସୂର୍ଯ୍ୟକୁମାର ୟାଦବଙ୍କ କ୍ୟାପ୍ଟେନସିପ୍ ପଦ ଯିବାର ସମ୍ଭାବନା ରହିଛି। ଦଳର ଭବିଷ୍ୟତକୁ ନଜର ରଖି ଏହି ନିଷ୍ପତ୍ତି ନିଆଯାଇପାରେ। ତେବେ ଏହି ରେସ୍ରେ ଶ୍ରେୟସ ଆୟର ସବୁଠୁ ଆଗରେ ରହିଛନ୍ତି। ରିପୋର୍ଟ ମୁତାବକ ଦଳକୁ ଶ୍ରେୟସ ଆୟରର ଫେରିବା ସହ ତାଙ୍କୁ ଅଧିନାୟକ ଭାବେ ମଧ୍ୟ ମନୋନୀତ କରାଯିବାର ସମ୍ଭାବନା ରହିଛି। 31 ବର୍ଷୀୟ ଏହି ଖେଳାଳି ଭାରତରେ 2023 ଡିସେମ୍ବର 3 ତାରିଖରେ ନିଜର ଶେଷ ଟି20 ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିଥିଲେ। ଅର୍ଥାତ୍ ବିଗତ 2 ବର୍ଷ ମଧ୍ୟରେ ସେ ଗୋଟିଏ ବି ଟି20 ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିନାହାନ୍ତି। ତେଣୁ ଭବିଷ୍ୟତକୁ ଦୃଷ୍ଟିରେ ରଖି ସିଲେକ୍ଟରମାନେ ଆୟରଙ୍କୁ ନୂଆ କ୍ୟାପ୍ଟେନ୍ ଭାବେ ଦାୟିତ୍ୱ ଦେଇପାରନ୍ତି। ସୂର୍ଯ୍ୟକୁମାର ୟାଦବଙ୍କ କ୍ୟାପ୍ଟେନସିପ୍ରେ ଭାରତ ନିକଟରେ ଟି20 ୱାର୍ଲଡ କପ୍ ଜିତିଥିଲା ଏବଂ ଇତିହାସ ମଧ୍ୟ ରଚିଥିଲା। ଏହାକୁ ଧ୍ୟାନରେ ରଖି ତାଙ୍କୁ ଟିମ୍ରୁ ବାହାର କରିଦିଆଯିବ ନାହିଁ। ଚଳିତ ବର୍ଷ ଆଇପିଏଲ୍ ସିଜିନ୍ ପରେ ସିଲେକ୍ଟର ନୂଆ ଅଧିନାୟକ ଚୟନ କରିପାରନ୍ତି। ଭାରତୀୟ ଦଳକୁ ଆୟର୍ଲାଣ୍ଡ ବିପକ୍ଷ 2ଟି ଏବଂ ଇଂଲଣ୍ଡ ବିପକ୍ଷ 5ଟି ମ୍ୟାଚ୍ ଟି20 ଖେଳିବାକୁ ଯାଉଛି। ସୂର୍ଯ୍ୟଙ୍କୁ ଖେଳାଳି ଭାବରେ ଦଳରେ ସ୍ଥାନ ଦିଆଯିବ। ସୂର୍ଯ୍ୟକୁମାର ୟାଦବ 52ଟି ମ୍ୟାଚ୍ରେ ଭାରତୀୟ ଟି20 ଦଳର ଅଧିନାୟକ କରିଥିଲେ, ଯେଉଁଥିରୁ ସେ 40ଟିରେ ବିଜୟ ହୋଇଥିଲେ ଏବଂ ମାତ୍ର 8ଟିରେ ସେ ପରାସ୍ତ ହୋଇଥିଲେ। ତାଙ୍କର ବିଜୟ ପ୍ରତିଶତ ହେଉଛି 77.92 ରହିଛି। 50ରୁ ଅଧିକ ମ୍ୟାଚ୍ରେ ସେ ଅଧିନାୟକ କରି ଭାରତୀୟ ଖେଳାଳିଙ୍କ ମଧ୍ୟରେ ଧୋନି, କୋହଲି ଏବଂ ରୋହିତଙ୍କ ମଧ୍ୟରେ ସୂର୍ଯ୍ୟଙ୍କ ବିଜୟ ପ୍ରତିଶତ ସର୍ବୋତ୍ତମ ରହିଛି। ଶ୍ରେୟସ ଆୟରଙ୍କ କଥା କହିବାକୁ ଗଲେ ସେ 2024 ମସିହାରେ କୋଲକାତା ନାଇଟ୍ ରାଇଡର୍ସକୁ ନିଜ ଦକ୍ଷତା ବଳରେ ବିଜୟ କରାଇଥିଲେ। ଏହା ପୂର୍ବରୁ 2020 ମସିହାରେ ଆୟର ଦିଲ୍ଲୀ କ୍ୟାପିଟାଲ୍ସକୁ ଫାଇନାଲରେ ପହଞ୍ଚାଇଥିଲେ ଏବଂ 2025 ମସିହାରେ ସେ ପଞ୍ଜାବ ଟିମ୍କୁ ଫାଇନାଲ ମଧ୍ୟ ପହଞ୍ଚାଇଥିଲେ। ତେବେ ଚଳିତ ସିଜିନ୍ ଆଇପିଏଲ୍ 2026ରେ ପଞ୍ଜାବ ଟିମ୍ ଆୟରଙ୍କ ଅଧିନାୟକରେ ଭଲ ପ୍ରଦର୍ଶନ ଜାରି ରଖିଛି, ଯାହାର ସ୍ୱରୂପ ତାଙ୍କୁ ଭାରତୀୟ ଟିମ୍ର ଟି20 କ୍ୟାପ୍ଟେନ୍ ପଦ ବା କ୍ୟାପ୍ଟେନସିପ୍ ଦେବାକୁ ତାଙ୍କ ହାତରେ ଦିଆଯିବାକୁ ଯାଉଛି। ଦର୍ଶକ ବନ୍ଧୁ, କ୍ୟାପ୍ଟେନସିପ୍ ପଦରୁ ସୂର୍ଯ୍ୟକୁମାର ୟାଦବଙ୍କୁ ଛୁଟି କରିବାକୁ ବିସିସିଆଇ ବର୍ତ୍ତମାନ ଦେଖିଛି। ଦର୍ଶକ ବନ୍ଧୁ, ଭାରତୀୟ ଟିମ୍ର ଆଗାମୀ ଭବିଷ୍ୟତକୁ ଦେଖି ବିସିସିଆଇ ତରଫରୁ କିଛି କାର୍ଯ୍ୟକଳାପ ଚେଞ୍ଜ କରିବାକୁ ଯାଉଛି। ସୂର୍ଯ୍ୟକୁମାର ୟାଦବଙ୍କୁ ଛୁଟି ଦିଆଯିବ ନାହିଁ, କାରଣ ଟି20ରେ ତାଙ୍କର ଅଜୟଗଜବ ରେକର୍ଡ ମଧ୍ୟ ରହିଛି। ତାଙ୍କୁ ଖେଳାଳି ଭାବରେ ଟିମ୍ରେ ସାମିଲ କରାଯିବ, କିନ୍ତୁ ତାଙ୍କୁ କ୍ୟାପ୍ଟେନସିପ୍ ନେଇ ଶ୍ରେୟସ ଆୟରଙ୍କୁ ଦିଆଯାଇପାରେ ବୋଲି ଏମିତି କଳ୍ପନା ବର୍ତ୍ତମାନ ଚାରିଆଡ଼େ ଜୋରସୋରରେ ଧରିଛି। ତ ଇଏ ଥିଲା ଏକ ବଡ଼ ଅପଡେଟ୍ ଯାହା ମୁଁ ଆପଣମାନଙ୍କୁ ଜଣାଇଲି କି ସୂର୍ଯ୍ୟକୁମାର ୟାଦବଙ୍କ କ୍ୟାପ୍ଟେନସିପ୍ ଯାଇପାରେ ଆଉ ନୂଆ ଖେଳାଳିଙ୍କୁ ଏହି ଟିମ୍ରେ ସାମିଲ କରାଯାଇପାରେ ବା ନୂଆ କ୍ୟାପ୍ଟେନସିପ୍ ଜଣ ଭାରତର ଷ୍ଟାର ଖେଳାଳି ସେ ହେଉଛନ୍ତି ଶ୍ରେୟସ ଆୟରଙ୍କୁ ଦିଆଯାଇପାରେ। ତ ଅପଡେଟ୍ ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ଗୋଟେ ଲାଇକ୍ କରିବେ ଆଉ ज़्यादा ସେୟାର କରିବେ, କାରଣ ଏଇଭଳିଆ କ୍ରିକେଟ୍ କଣ୍ଟେଣ୍ଟ ସର୍ବପ୍ରଥମେ ମୋ ଚ୍ୟାନେଲ ସ୍ମାଇଲ୍ ବଡ଼ି କ୍ରିକେଟରେ ଆପଣମାନେ ଦେଖିବାକୁ ପାଇବେ। ତ ଆଜି ପାଇଁ ରହୁଛି, ଦେଖାବ କାଲି ଏମିତି ଏକ ଦମଦାର ଭିଡ଼ିଓରେ। ସେତେବେଳେ ଟେକ୍ କେୟାର, ଜୟ ଜଗନ୍ନାଥ।